ଜୟ ଶ୍ରୀ ଜଗନ୍ନାଥ। ଆଜି ମାଘ ମାସର ସୋମବାର। ମାଘ ସୋମବାର ନାମରେ ସମସ୍ତେ ଜାଣନ୍ତି। ମାଘ ସୋମବାର ବ୍ରତ ଖାସ କରି ଅବିବାହିତ ଝିଅ ପୁଅ ଏମାନେ କରିବା ପାଇଁ ବହୁତ ଭଲ ପାଆନ୍ତି। ଆମେ ଛୋଟବେଳ ଠାରୁ ଦେଖିଛୁ, ଆମର ବଡ଼ ଭଉଣୀ ସମସ୍ତେ ଥିଲେ, ସେମାନେ ବି ମାଘ ବ୍ରତ କରୁଥିଲେ, ମାନେ ମାଘ ସୋମବାର କରୁଥିଲେ। ମାଘ ସୋମବାର ଦିନ ମୁଣ୍ଡ ଧୋଇକି ମହାଦେବଙ୍କର ପ୍ରିୟ ଜିନିଷ ନେଇକି ମହାଦେବଙ୍କୁ ମନ୍ଦିରରେ ଦର୍ଶନ କରିବା, ଇଏ ସମସ୍ତଙ୍କର ପ୍ରିୟ। ଯେହେତୁ ଆଜି ମାଘ ମାସର ସୋମବାର, ମାଘ ସୋମବାର, ତେଣୁ ମହାଦେବଙ୍କର ଦର୍ଶନ ଆମେ ଆପଣଙ୍କୁ କରିଦେଇଛୁ। ଘରେ ମହାଦେବଙ୍କର ପୂଜା ପାଇଁ ଯାହା କିଛି ବ୍ୟବସ୍ଥା କରିଛୁ ସେସବୁ କିଛି ଆପଣଙ୍କୁ ଆମେ ଦେଖେଇ ଦେଇଛୁ। ଗୋଟିଏ ଗୋଲାପୀ ରଙ୍ଗର ମନ୍ଦାର ଯାହା ମାଙ୍କୁ ଅର୍ପଣ କରିଥିଲୁ ଆମେ, ନୀଳ ରଙ୍ଗର ଅପରାଜିତା, ଧଳା ଅପରାଜିତା, ଏସବୁ ମହାଦେବଙ୍କର ପ୍ରିୟ ଫୁଲ ଯାହା, ଏବଂ ବେଲପତ୍ର। ବହୁତ ଥର ଏଇ ପ୍ରଶ୍ନ ଆସେ, ମହାଦେବଙ୍କୁ ଯଦି ଆମେ ଘରେ ପୂଜା କରିବା ତାହେଲେ କିଛି ଅସୁବିଧା ହେବନି ତ? ଆମେ ଠାକୁର ଘରେ ମହାଦେବଙ୍କର ଫଟୋ, ମୂର୍ତ୍ତି, ଶିବଲିଙ୍ଗ ରଖି ପୂଜା କରିପାରିବା ତ? ଏମିତି କିଛି ଭୟ କିଛି ଲୋକଙ୍କ ମନରେ ରହିଥାଏ। ସେ ଭୟକୁ ଆମେ ସବୁବେଳେ ଦୂର କରିବା ପାଇଁ ଚେଷ୍ଟା କରିଥାଉ। ଆମେ ନିଜେ ମହାଦେବଙ୍କର କେମିତି ପୂଜା କରୁଛୁ, କ'ଣ କରୁଛୁ, ସେ ସବୁ କିଛି ଆମେ ଆପଣଙ୍କ ସହିତ ସେଇଥିପାଇଁ ସେୟାର କରିଥାଉ। ଆପଣ ଯେତେବେଳେ ଦେଖିବେ ଜଣେ ନିଜ ଘରେ ପୂଜା କରୁଛନ୍ତି, ତାଙ୍କର କିଛି ଅସୁବିଧା ହେଉନି, ସେତେବେଳେ ଆପଣଙ୍କ ମନରୁ ଭୟ ଦୂର ହେଇଯିବ। ସେଇଥିପାଇଁ ଆମେ ଚେଷ୍ଟା କରିଥାଉ ଆପଣଙ୍କୁ ଦେଖେଇବା ପାଇଁ ଏସବୁ ଜିନିଷ। ଏଠି ଠାକୁର ଘରେ ଗୋଟିଏ ଠାକୁରଙ୍କ ବିମାନ ପାଖରେ ଅଳ୍ପ ଟିକେ ଜାଗା ଥିଲା, 12 ଇଞ୍ଚର ଜାଗା। ଆପଣଙ୍କୁ ଆମେ ପୂର୍ବରୁ ଏ ଭିଡ଼ିଓ ମଧ୍ୟ ଦେଖେଇଥିଲୁ। ଆଜି ପୁଣି ଥରେ ସେ ଭିଡ଼ିଓ ଆପଣଙ୍କୁ ଦେଖେଇ ଦେଇଛୁ, କାହିଁକି ନା ଯେହେତୁ ମାଘ ବ୍ରତ, ବର୍ତ୍ତମାନ କମ୍ ବୟସର ପୁଅ ଝିଅମାନେ ପ୍ରାୟ ମହାଦେବଙ୍କର ପୂଜା କରିଥାନ୍ତି, ବ୍ରତ କରିଥାନ୍ତି, ତ ସେମାନଙ୍କୁ ଟିକେ ସାହାଯ୍ୟ ମିଳିଯିବ। ତା ସହିତ ଯଦି ମନରେ ଭୟ ଥିବ ମହାଦେବଙ୍କ ପୂଜାକୁ ନେଇକି ଘରେ, ସେ ଭୟ ମଧ୍ୟ ଦୂର ହେଇଯିବ। ମହାଦେବଙ୍କୁ ଠାକୁର ଘରେ ବସେଇକି ପୂଜା କରିବା ପାଇଁ ଆମେ ଏଠି କିଛି ବ୍ୟବସ୍ଥା କରିଛୁ। ଯେମିତି ମହାଦେବଙ୍କ ମସ୍ତକରେ ବିନ୍ଦୁ ବିନ୍ଦୁ ହେଇ ଗଙ୍ଗା ଜଳ ସବୁବେଳେ ପଡ଼ିପାରିବ। ଆମେ ତ ନର୍ମଦେଶ୍ୱରଙ୍କୁ ପୂଜା କରୁଛୁ। ନର୍ମଦେଶ୍ୱରଙ୍କୁ ଆପଣ କିଣିପାରିବେ ନାହିଁ, କିମ୍ବା କାହାଠାରୁ ଜବରଦସ୍ତି ଛଡ଼େଇ ଆଣିବା, ଚୋରି କରି ଆଣିବା, ଏମିତି କରାଯାଏ ନାହିଁ। କିଣିବା ଏବଂ ବିକିବା ମଧ୍ୟ ପାପ। ତେଣୁ ଆପଣ ନର୍ମଦା ନଦୀରୁ ଆପଣ ନିଜେ ମହାଦେବଙ୍କୁ ଆଣିପାରିବେ, ନର୍ମଦେଶ୍ୱରଙ୍କୁ ଆଣିପାରିବେ। ନଚେତ୍ କେହି ଯଦି ସ୍ୱେଚ୍ଛାରେ ତାଙ୍କର କିଛି ଅସୁବିଧା ଅଛି, ସେବା କରିପାରୁନାହାନ୍ତି, ଦେଇଦେବେ ଆପଣଙ୍କୁ, ତାହେଲେ ସେମିତି ଆପଣ ଆଣିପାରିବେ। ନଚେତ୍ ଯଦି ସେମିତି କେହି ଆପଣଙ୍କୁ ଦେଉନାହାନ୍ତି ସ୍ୱେଚ୍ଛାରେ, ଆପଣ ନର୍ମଦେଶ୍ୱରଙ୍କୁ ଆଣିପାରୁନାହାନ୍ତି ନର୍ମଦା ନଦୀକୁ ଯାଇକି, ତାହେଲେ ଆପଣ ଧାତୁରେ ତିଆରି କରିପାରିବେ। ସୁନାରେ, ରୂପାରେ, ଅଷ୍ଟ ଧାତୁରେ ଆପଣ ଯେମିତି ବିଗ୍ରହ ତିଆରି କରୁଛନ୍ତି, ସେମିତି ଲିଙ୍ଗ ମଧ୍ୟ ତିଆରି କରିକି ପୂଜା କରିପାରିବେ। ଯଦି ଏସବୁ ଜିନିଷ ଆପଣଙ୍କ ପାଖରେ ନାହିଁ, ଆପଣ ବାଲିରେ, ନଦୀ ପଠାରେ ଯେଉଁ ବାଲି ଅଛି, ଯେଉଁମାନଙ୍କ ଘର ନଦୀ ପାଖରେ ନା, ସେମାନେ ବହୁତ ଭାଗ୍ୟବାନ। ନଦୀ ପାଖକୁ ପଳେଇବେ, ନଦୀ ପଠାରେ ସ୍ନାନ କରି ଆପଣ ପଳେଇଲେ, ଯଦି ଝିଅ ହେଇଥିବେ, ନଚେତ୍ ପୁଅମାନେ ତ ନଦୀରେ ହିଁ ସ୍ନାନ କରି ସେଇଠି ସାଙ୍ଗେ ସାଙ୍ଗେ ବାଲିରେ ଲିଙ୍ଗ ତିଆରି କରିକି ପୂଜା କରିକି ଆସନ୍ତି। ତ ଆପଣ ନଦୀ ପଠା ପାଖରେ ବାଲିରେ ଲିଙ୍ଗ ତିଆରି କରି ପୂଜା କରିପାରିବେ। ନଚେତ୍ ଆପଣ ମାଟି, ଶୁଦ୍ଧ ମାଟି ନେବେ, ବେଲଗଛ ମୂଳର ମାଟି, ମନ୍ଦିରରୁ ଆଣିଥିବା ମାଟି, ସେ ମାଟିରେ ମଧ୍ୟ ଆପଣ ନିଜ ହାତରେ ଲିଙ୍ଗ ତିଆରି କରିବେ, ପୂଜା କରିବେ ଏବଂ ସଙ୍ଗେ ସଙ୍ଗେ ପୂଜା ପରେ ବିସର୍ଜନ କରିଦେବେ। ବାକି ରହିଲା ଏଇସବୁ ଜିନିଷ କଥା। ଏସବୁ ଜିନିଷ ଆମେ ଏଇଥିପାଇଁ ଠାକୁରଙ୍କ ପାଇଁ ଆଣୁ, ଆମର ଅନ୍ୟ କିଛି କାମ ନାହିଁ। ଆମେ ନିଜ ପାଇଁ ଯେମିତିକି ଆଜିକାଲି ପ୍ରସାଧନ ସାମଗ୍ରୀ ବହୁତ କିଛି, ପାଟ ଶାଢ଼ୀ, ଏସବୁ ଜିନିଷ ଆମେ ନିଜ ପାଇଁ କିଣି ନଥାଉ। ଆମକୁ ସେସବୁ ଜିନିଷ ପ୍ରିୟ ହିଁ ନୁହେଁ। ମହାଦେବ ହୁଅନ୍ତୁ ବା କୌଣସି ବି ଦେବତା ହୁଅନ୍ତୁ, ଦେବତାଙ୍କ ପାଇଁ ସବୁ ଜିନିଷ କିଣିବା, ତାଙ୍କୁ ଟିକେ ସଜେଇକି ବସେଇବା ଆମକୁ ଭଲ ଲାଗେ। ମଣିଷ କେତେ ଦିନ କିଏ ବଞ୍ଚିବ? ଯାହାର ଯାହା ସଉକ, ଯାହାର ଯାହା ଶ୍ରଦ୍ଧା, ସେ ସେଇ କାମ କରିବା ଉଚିତ। ଯାହାକୁ ଯାହା ଭଲ ଲାଗେ, ସେ ଭଲ ଖାଇବା କାହାକୁ ଭଲ ଲାଗେ, ତ ଆମେ କ'ଣ କହିଥାଏ, ହଁ ତାକୁ ଭଲ ଲାଗୁଛି ଯାହା ସେ ଖାଉ। ଯାହାକୁ ଯାହା ପିନ୍ଧିବାକୁ ଭଲ ଲାଗୁଛି ସେ ତାକୁ ପିନ୍ଧୁ। ସେମିତି ଯଦି କାହାକୁ ପଢ଼ିବାକୁ ଭଲ ଲାଗୁଛି, କାହାକୁ ଲେଖିବାକୁ ଭଲ ଲାଗୁଛି, କାହାକୁ ଗୀତ ନାଚ ଭଲ ଲାଗୁଛି, ତ ସେ ସେୟା କରିବା ଦରକାର। ତ ଆମକୁ ଏସବୁ କାମ ଭଲ ଲାଗେ।
ଏମିତି ଠାକୁରଙ୍କ ପାଇଁ କେଉଁ ଜିନିଷଟା ଅଧା ଆମର ମନ ଭିତରେ ସବୁବେଳେ ଚାଲିଥାଏ ନା ଠାକୁରଙ୍କର ଏଇ ଜିନିଷଟା ହେଲେ ଆଉ ଟିକେ ଆରାମ ହେବ, ଆଉ ଟିକେ ଭଲ ହେବ। ଆମେ ଏକା ସାଙ୍ଗରେ ବହୁତ ଜିନିଷ କରିନଥାଉ, ଅଳ୍ପ ଅଳ୍ପ କରି ମାନେ 6 ମାସ ବର୍ଷେ ଭିତରେ ହଁ ଠାକୁରଙ୍କର ଗୋଟେ ଜିନିଷ ଟିକେ କମି ରହିଯାଇଛି, ଏଇ ଜିନିଷଟା ଟିକେ ଆଣିବା। ଏମିତି ଗୋଟିଏ ଜଳାଧାରୀ ଆମେ ଖୋଜୁଥିଲୁ। ବହୁତ ଦିନ ପରେ ମହାଦେବଙ୍କ କୃପା, ଠାକୁରଙ୍କୁ ନ ଚାହିଁଲେ ନା କିଛି ଜିନିଷ ହେଇପାରିବ ନାହିଁ। ତ ଏଇ ଜଳାଧାରୀଟି ଆମେ ଆଣିଲୁ ଠାକୁରଙ୍କୁ ବସେଇବା ପାଇଁ, ଯାହା ଦେଖିବା ପାଇଁ ଆମକୁ ବହୁତ ସୁନ୍ଦର ଲାଗିଲା। ପୁରା କଳା ପଥରରେ ତିଆରି ହେଲା ଭଳିଆ ଦେଖାଯାଉଛି, କିନ୍ତୁ ଆମେ ଜାଣିନୁ ଇଏ ପଥରରେ କି କେଉଁଥିରେ ତିଆରି ହେଇଛି, କିନ୍ତୁ ହାତରେ ଧରିଲା ବେଳକୁ ପଥର ଭଳିଆ ଲାଗିଲା। ତ ଏଇସବୁ ଜିନିଷ ଆଣିକି ଠାକୁରଙ୍କୁ ବସେଇବା, ସଜେଇବା ଭଲ ଲାଗେ ଆମକୁ। ତ ଆମେ ସେଥିପାଇଁ ଏସବୁ କରୁଛୁ। ସେମିତି ନୁହେଁ ଯେ ଆପଣ ବାଧ୍ୟ ଏସବୁ କରିବା ପାଇଁ, ନା, ପୂଜାରେ କେବେ କାହାକୁ ବାଧ୍ୟ କରାଯାଏ ନାହିଁ। ପୂଜା ସ୍ୱେଚ୍ଛାକୃତ ଜିନିଷ, ସ୍ପଣ୍ଟାନିୟସଲି ଆପଣଙ୍କ ମନକୁ ଯାହା ଆସିବ ଆପଣ ସେଇ ଜିନିଷ ଆଣିବେ, ସେମିତି କରିବେ, ସେମିତି ଆପଣଙ୍କ ଠାକୁରଙ୍କୁ ସଜେଇବେ। ଯେମିତିକି କିଛି ଲୋକ ଅଛନ୍ତି ରାତି 4ଟାରୁ ପୂଜା କରନ୍ତି, ତ ତାଙ୍କୁ ତ କେହି ଜବରଦସ୍ତି କରିନଥାନ୍ତି କି ରାତି 4ଟାରୁ ପୂଜା କରିବ। ସେ କାହିଁକି କରନ୍ତି? ତାଙ୍କ ମନରୁ କରନ୍ତି। ତ କିଛି ଲୋକ ଅଛନ୍ତି ଘଣ୍ଟା ଘଣ୍ଟା ଠାକୁର ଘରେ ବସିକି ଜପ କରନ୍ତି, ପୁରାଣ ପଢ଼ନ୍ତି, ତ ତାଙ୍କୁ ତ କେହି ବାଧ୍ୟ କରିନଥାନ୍ତି। ତ ଠିକ୍ ସେମିତି ଏହା ବାଧ୍ୟତାର ଜିନିଷ ନୁହେଁ। ଆମେ ଯେତେବେଳେ ବଜାରକୁ ଯାଉଛେ, ଗୋଟେ ନୂଆ ଡ୍ରେସ୍ ବିକ୍ରି ହେଉଛି, ତ ଆମକୁ ଭଲ ଲାଗିଲା ଦେଖିକି ଆମ ପିଲା ପାଇଁ ଆମେ କିଣି ଆଣୁଛେ। ଠିକ୍ ସେମିତି ବଜାରରେ ବହୁତ ଗୁଡ଼ିଏ ସୁନ୍ଦର ସୁନ୍ଦର ଠାକୁରଙ୍କର ପୂଜା ଜିନିଷ ମିଳୁଛି, ଦେଖିଲେ ଆମର ମନ ହେଲା, ଆମେ ତାକୁ ଠାକୁରଙ୍କ ପାଇଁ ନେଇ ଆସିଲୁ। ତ ଏଥିରେ ଆପଣଙ୍କୁ କୌଣସି ବାଧ୍ୟ କରୁନୁ ଆମେ କି ଆପଣ ବି ଏମିତି କରନ୍ତୁ, ନା, ସେ କଥା ନୁହେଁ। କେବଳ ଏସବୁ ଦେଖେଇବାର ଉଦ୍ଦେଶ୍ୟ ଆପଣଙ୍କ ମନରୁ ଭୟ ବାହାର କରିବା କି ମହାଦେବଙ୍କୁ ପୂଜା କରିଲେ ସର୍ପ ଅଛନ୍ତି ତାଙ୍କ ପାଖରେ, କିଛି ଅସୁବିଧା ହେଇଯିବ ନା। ଆମେ ବି ସର୍ପକୁ ବହୁତ ଭୟ କରୁ, ସେମିତି ନୁହେଁ ଯେ ଆମେ ପୁରା ବହୁତ ସାହସୀ, ସେମିତି ନୁହେଁ। ସର୍ପ ଦେଖିଲେ ଆମକୁ ଭୟ ଲାଗେ, ଆମେ ପାଣି ଦେଖିଲେ ଭୟ ଲାଗେ, ମାନେ ନଈ ବହୁତ ପାଣି ଦେଖିଲେ ଭୟ କରିଯାଉ। କିନ୍ତୁ ଆମେ ପୁଣି ସର୍ପକୁ ପୂଜା କରୁଛୁ, ତାଙ୍କୁ ଚନ୍ଦନ ଲଗେଇଦେବା, ତାଙ୍କ ମଥା ଉପରେ ପାଣି ଢାଳିବା, ଏସବୁ କରୁଛୁ ନା ନାହିଁ। ତ କିଛି ଅସୁବିଧା ହେବାର ନାହିଁ। ଯେଉଁଠି ଶିବ ନାହାନ୍ତି ସିଏ ହେଉଛି ଶବ। ତେଣୁ ଶିବ ଯେଉଁଠି ଅଛନ୍ତି ସେଠି ପ୍ରାଣ ଅଛନ୍ତି। ତେଣୁ ଶିବଙ୍କର ପୂଜା ଆରାଧନା ଆମେ ନିଶ୍ଚୟ କରିପାରିବା। ଶାସ୍ତ୍ର ମଧ୍ୟ ଅନୁମତି ଦେଉଛନ୍ତି ଗୋଟିଏ ଘରେ 2ଟି ଲିଙ୍ଗ ପୂଜା ପାଇପାରିବେ ନାହିଁ। ଏହାର ଅର୍ଥ ଗୋଟିଏ ଲିଙ୍ଗ ପୂଜା ପାଇବେ। ଯଦି ଶାସ୍ତ୍ର ମନା କରିଥାନ୍ତେ ତାହେଲେ କହିଥାନ୍ତେ କି ଘରେ କୌଣସି ପ୍ରକାର ଲିଙ୍ଗ ଆମେ ପୂଜା କରିପାରିବା ନାହିଁ। କିନ୍ତୁ ଶାସ୍ତ୍ର କାହିଁକି କହିଲେ କି 2ଟି ଲିଙ୍ଗ ପୂଜା କରିବେ ନାହିଁ? ଏହାର ଅର୍ଥ ଗୋଟିଏ ପୂଜା କରିପାରିବେ। ତେଣୁ ଶାସ୍ତ୍ରରେ ବି ବାରଣ ନାହିଁ। ସାତ୍ୱିକ ଭୋଜନ କରି ନିଜ ଶରୀରକୁ ଟିକେ ଶୁଦ୍ଧପୂତ କରି ମୁଣ୍ଡ ଧୋଇକି ଗାଧେଇକି ଆପଣ ମାଘ ସୋମବାର କରିପାରିବେ, କୌଣସି ଅସୁବିଧା ନାହିଁ। ଯେଉଁମାନେ ହଷ୍ଟେଲରେ ରହୁଛନ୍ତି କେବଳ ସାତ୍ୱିକ ଆହାର କରି ମୁଣ୍ଡ ଧୋଇକି ସ୍ନାନ କରି, ଯଦି ମନ୍ଦିର ଅଛି ସୁବିଧା ଯାଆନ୍ତୁ, ନଚେତ୍ ବେଲପତ୍ର ଘରୁ ନେଇଯାଇଥିବେ, ସୋମବାର ଦିନ ପାଇକି ଆପଣ ମାଘ ସୋମବାର କରିପାରିବେ। କମ୍ ବୟସର ପୁଅ ଝିଅମାନେ ଯଦି ସୁବିଧା ହେଉନି, ସେମାନେ ସଂକଳ୍ପ କରିପାରୁନାହାନ୍ତି, କିଛି ଅସୁବିଧା ନାହିଁ। ପ୍ରଥମେ ଆପଣ ମହାଦେବଙ୍କ ପ୍ରତି ସମର୍ପଣ ଭାବ ରଖନ୍ତୁ, ପୂଜା କରନ୍ତୁ। ବର୍ଷ ବିତି ଯିବା ପରେ ସେଇଭଳି ପରିସ୍ଥିତି ଆପଣଙ୍କର ହେବ ଯେତେବେଳେ ଆପଣ ନିଜେ ପୂଜା କରିପାରିବେ, ସଂକଳ୍ପ ଇତ୍ୟାଦି ନିୟମ ଇତ୍ୟାଦି ମାନିପାରିବେ। ଯେଉଁମାନେ ବୟସ୍କ, ଯଦି ସୁବିଧା ଅଛି ଆପଣ ସଂକଳ୍ପ କରି ମାଘ ସୋମବାର କରିପାରିବେ 1 ମାସର, ବା ଆପଣ ବର୍ଷ ସାରା ପ୍ରତି ସୋମବାର କରିପାରିବେ। ସଂକଳ୍ପ କଲେ ବ୍ରତର ପୁରା ଫଳ ଆପଣଙ୍କୁ ପ୍ରାପ୍ତ ହେବ। ବା ସେତିକି କହିବା କଥା। ଏବଂ ଶାସ୍ତ୍ରୀୟ ନିୟମ ମଧ୍ୟ, ସଂକଳ୍ପ ଶାସ୍ତ୍ରୀୟ ନିୟମ ମଧ୍ୟରେ ଆସିଥାଏ। ଆଉ ଯଦି ବି କେହି ସଂକଳ୍ପ ନ କରିପାରୁଛନ୍ତି, ନିଜ ମନରେ ଦୃଢ଼ ଭାବ ରଖିକି ମହାଦେବଙ୍କୁ ଯେତିକି ପାରିବେ ସେତିକିରେ ସେବା କରିପାରିବେ। ବହୁତ କମ୍ ଜିନିଷ, ଶୁଦ୍ଧ ଜଳ ଟିକେ, ବେଲପତ୍ର ଗୋଟିଏ, ବାସ୍ ଏତିକି ହେଲେ ମହାଦେବ ସନ୍ତୁଷ୍ଟ। ଯେଉଁମାନଙ୍କ ଘରେ ଟାଙ୍କି ପାଣି ଅଛି ସେମାନେ ଗଙ୍ଗା ଜଳ ନେବେ, ସେଥିରେ ତାଙ୍କର ଟାଙ୍କି ପାଣି ମିଶେଇକି ପୂଜା କରିପାରିବେ। ମହାଦେବଙ୍କ ପୂଜା ବିଷୟରେ, ମହାଦେବଙ୍କ ମନ୍ଦିର ଗଲେ କେମିତି ପରିକ୍ରମା କରିବେ, କେଉଁ ଦିଗକୁ ଚାହିଁକି ପ୍ରଣାମ କରିବେ, ଉତ୍ତର ଦିଗକୁ ଚାହିଁକି ପ୍ରଣାମ କରିବେ, ତ ଏ ବିଷୟରେ ଆମେ ପୁରୁଣା ଭିଡ଼ିଓ ମଧ୍ୟ ସେୟାର କରିଛୁ, ଯାହା ରହିଛି ଚ୍ୟାନେଲରେ ପୂର୍ବରୁ। ସେସବୁ ଆପଣ ଦେଖିଲେ ଆପଣଙ୍କୁ ଟିକେ ସାହାଯ୍ୟ ମିଳିଯିବ। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ମାଘ ସୋମବାର ବ୍ରତ କରୁଛନ୍ତି, ଆଶା କରୁଛୁ ଭଲରେ ଭଲରେ ବ୍ରତ ଆପଣଙ୍କର ସମ୍ପନ୍ନ ହେବ।
ତଥାପି ଯଦି କିଛି ବି ଆମର ଆବଶ୍ୟକତା ପଡ଼େ ତାହେଲେ ଆପଣ ନିଶ୍ଚୟ ଲେଖିବେ। ରହୁଛୁ। ଜୟ ଶ୍ରୀ ଜଗନ୍ନାଥ।